प्रभु जीशु ख्रीष्टଙ୍କ ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରୁଛି। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ସବୁଦିନ ଭଳି ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆଉ ଗୋଟିଏ ନୂତନ ପ୍ରସଙ୍ଗ ଅଳ୍ପ ସମୟ ଆପଣମାନଙ୍କ ମଧ୍ୟରେ ମୁଁ ରଖିବା ପାଇଁ ଚାହେଁ। ଆଜି ଯେଉଁ ପ୍ରସଙ୍ଗଟି ଆପଣମାନଙ୍କ ମଧ୍ୟରେ ମୁଁ ରଖିବା ପାଇଁ ଚାହେଁ, ସେହି ପ୍ରସଙ୍ଗର ଶୀର୍ଷକ ହେଲା ପୃଥକ ହେବାର ଆଶୀର୍ବାଦ କ'ଣ ଅଟେ। ପୃଥକ ହେବାର ଆଶୀର୍ବାଦ କ'ଣ ଅଟେ? ଏହି ପ୍ରସଙ୍ଗରେ ଆମେ ପ୍ରଭୁଙ୍କ ବାକ୍ୟରୁ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ପ୍ରିୟ ଭାଇ ଭଉଣୀମାନେ, ଖ୍ରୀଷ୍ଟିଆନ ଜୀବନ ପୃଥକୀକୃତ ଜୀବନ ଅଟେ। ଖ୍ରୀଷ୍ଟିଆନ ଜୀବନ ଖରାପ ସାଙ୍ଗସାଥି ସହିତ ରହିବା, ଜାଗତିକ ଲୋକମାନଙ୍କ ପରି ଜୀବନଯାପନ କରିବା, ପରମ୍ପରାରେ ବାନ୍ଧି ହୋଇ ରହିବା, ଏହି ପ୍ରକାର ଜୀବନ ନୁହେଁ। ଖ୍ରୀଷ୍ଟିଆନ ଜୀବନ ଏକ ପୃଥକୀକୃତ ଜୀବନ ଅଟେ। କାରଣ ଆମେ ଯେଉଁ ଖ୍ରୀଷ୍ଟଙ୍କର ସେବା କରୁଛୁ, ଆମେ ଯେଉଁ ପରମେଶ୍ୱରଙ୍କର ପଛରେ ଆମେ ଚାଲୁଛୁ, ଯେଉଁ ପରମେଶ୍ୱରଙ୍କ ଉପରେ ଆମେ ଭରସା ରଖିଛୁ, ବିଶ୍ୱାସ କରିଛୁ, ସେହି ପରମେଶ୍ୱର ପୃଥକ ଅଟନ୍ତି। ତାହାଙ୍କ ପରି ପରମେଶ୍ୱର ଏ ପୃଥିବୀରେ କେହି ନାହାନ୍ତି। ସେଥିପାଇଁ ସେ ଆମକୁ ଭିନ୍ନ କରିଛନ୍ତି। ଆଉ ଖ୍ରୀଷ୍ଟିଆନ ଜୀବନ ଗୋଟିଏ ଭିନ୍ନ ଜୀବନ ଅଟେ, ପୃଥକୀକୃତ ଜୀବନ ଅଟେ। ପ୍ରିୟ ଭାଇ ଭଉଣୀମାନେ, ଏହି ପୃଥକୀକୃତ ଜୀବନ ବିଷୟରେ ଆଜି ଆମେ ପ୍ରଭୁଙ୍କ ବାକ୍ୟରୁ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ଯେ ବାସ୍ତବରେ ପୃଥକ ହେବାର ଆଶୀର୍ବାଦ କ'ଣ ରହିଛି, ଆଉ ବାଇବେଲ ଆମ୍ଭମାନଙ୍କୁ କେଉଁ ପ୍ରତିଜ୍ଞା କରେ, କେଉଁ ବିଷୟରେ ଆମକୁ ଉତ୍ସାହିତ କରେ, ଆଜି ଆମେ କଥାବାର୍ତ୍ତା ହେବା। ଆପଣମାନେ ମୋ ସହିତ ପ୍ରେରିତ ପୁସ୍ତକକୁ ଆସିବେ। ପ୍ରେରିତ ପୁସ୍ତକ 2 ଅଧ୍ୟାୟ 40 ପଦ ମୁଁ ଆମ ସମସ୍ତଙ୍କ ନିମନ୍ତେ ମୁଁ ପଢ଼ିବା ପାଇଁ ଚାହେଁ। ଲେଖାଯାଏ 40 ପଦ, ପ୍ରେରିତ ପୁସ୍ତକ 2 ଅଧ୍ୟାୟ 40 ପଦରେ ଏ ପ୍ରକାର ଲେଖାଯାଏ, ପୁଣି ଅନ୍ୟାନ୍ୟ ଅନେକ କଥା ଦ୍ୱାରା ସେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ସେମାନଙ୍କୁ ଉପଦେଶ ଦେଇ କହିଲେ, ଏହି କୁଟିଳ ବଂଶଠାରୁ ଆପଣମାନେ ରକ୍ଷା ପ୍ରାପ୍ତ ହେଉନ୍ତୁ। ପ୍ରିୟ ଭାଇ ଭଉଣୀମାନେ, ଏହା ଥିଲା ପିତରଙ୍କର ମନ ପରିବର୍ତ୍ତନର ପ୍ରଚାର। ସେ ମନ ପରିବର୍ତ୍ତନ ବିଷୟରେ ପ୍ରଚାର କରିବା ସମୟରେ ପେଣ୍ଟିକୋଷ୍ଟ ଦିବସରେ ସେହି ସ୍ଥାନ ଅନେକ ଲୋକ ଉପସ୍ଥିତ ଥିଲେ। ଆଉ ସେ ମନ ପରିବର୍ତ୍ତନର ବାକ୍ୟ ପ୍ରଚାର କଲେ, ମନ ପରିବର୍ତ୍ତନ କରନ୍ତୁ, ଫେରି ଆସନ୍ତୁ, ପାପ କ୍ଷମା ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ଗ୍ରହଣ କରନ୍ତୁ। ଏହି କଥା ଯେତେବେଳେ ପ୍ରଚାର କରୁଛନ୍ତି, 3000 ଲୋକ ସେମାନେ ମନ ପରିବର୍ତ୍ତନ କରି ପିତରଙ୍କ ନିକଟକୁ ଆସୁଛନ୍ତି। ସେମାନଙ୍କୁ ତାହାଙ୍କର ବାକ୍ୟ ଗ୍ରହଣ କଲା ପରେ ଆଉ ମନ ପରିବର୍ତ୍ତନ କରି ଫେରି ଆସିଲା ପରେ ସେ ବାପ୍ତିସ୍ମ ଦେଇ ଛାଡ଼ିଦେଲେ ନାହିଁ। ବାପ୍ତିସ୍ମ ଦେଲା ପରେ ସେ କିଛି ଉପଦେଶ ଦେଉଛନ୍ତି, ପରାମର୍ଶ ଦେଉଛନ୍ତି, ଆଉ କହୁଛନ୍ତି ଯେ ତୁମେ ଏହି କୁଟିଳ ବଂଶ ଠାରୁ ରକ୍ଷା ପାଆନ୍ତୁ, ରକ୍ଷା ପ୍ରାପ୍ତ ହୁଅନ୍ତୁ। ଏହି କଥା ସେ ମଣ୍ଡଳୀକୁ କହୁଛନ୍ତି। ପ୍ରିୟ ଭାଇ ଭଉଣୀମାନେ, ବାସ୍ତବରେ ଏହି ବାକ୍ୟର ଅର୍ଥ ଯଦି ଆମେ ଦେଖୁ, ଯେ ପିତର ଏହା କହିବା ପାଇଁ ସେ ଚାହାନ୍ତି ଯେ ଏହି କୁଟିଳ ବଂଶ ଠାରୁ ଆପଣମାନେ ପୃଥକ ରୁହନ୍ତୁ, ପୃଥକ ରୁହନ୍ତୁ, ନହେଲେ ଆପଣମାନେ ରକ୍ଷା ପାଇପାରିବେ ନାହିଁ, ବିନାଶ ହୋଇଯିବେ। ଏହି କଥା ପିତର ମଣ୍ଡଳୀକୁ ସେ କହୁଛନ୍ତି। ପ୍ରଭୁଙ୍କ ନାମର ଗୌରବ ହଉ। ପ୍ରିୟ ଭାଇ ଭଉଣୀମାନେ, ଆଜି ଦିନ ମାନଙ୍କରେ ମଣ୍ଡଳୀ ଗୃହ ତ ଅନେକ ପ୍ରତିଷ୍ଠା ହେଉଛି, ମାତ୍ର ଏମିତି ମଣ୍ଡଳୀ କେଉଁ ସ୍ଥାନରେ ଅଛି ଯେଉଁ ମଣ୍ଡଳୀରେ ପୃଥକୀକୃତ ବିଷୟରେ ଶିକ୍ଷା ଦିଆଯାଉଛି, ମଣ୍ଡଳୀକୁ ସବୁବେଳେ ସଚେତନ କରାଯାଉଛି। ଏହି ପ୍ରକାର ମଣ୍ଡଳୀ ଆମେ କୋଉଠି ଆଜି ଦିନ ମାନଙ୍କରେ ଆମେ ଦେଖୁଛୁ? ଆଦ୍ୟ ମଣ୍ଡଳୀରେ ଆମେ ଦେଖୁ ଯେ ପିତର ତାହାଙ୍କର ସେହି ମଣ୍ଡଳୀରେ ସଂଯୁକ୍ତ ଲୋକମାନଙ୍କୁ ସେ କହୁଛନ୍ତି ଯେ ଏହି କୁଟିଳ ବଂଶ ଠାରୁ ଆପଣମାନେ ରକ୍ଷା ପ୍ରାପ୍ତ ହୁଅନ୍ତୁ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ବାସ୍ତବରେ ଆମେ ମଣ୍ଡଳୀକୁ ଇଂରାଜୀରେ ଆମେ ଚର୍ଚ୍ଚ ବୋଲି କହୁ। ଆଉ ଏହି ଚର୍ଚ୍ଚ ଶବ୍ଦ ଗ୍ରୀକ ଶବ୍ଦରୁ ଏହି ଚର୍ଚ୍ଚ ଶବ୍ଦ ଆସିଥିଲା। ଆଉ ଗ୍ରୀକରେ ଏହି ଚର୍ଚ୍ଚକୁ ଇକ୍ଲେସିଆ ବୋଲି କୁହାଯାଏ। ଆଉ ଇକ୍ଲେସିଆର ବାସ୍ତବ ଅର୍ଥ ହେଲା ପ୍ରଭୁଙ୍କ ନିମନ୍ତେ ପୃଥକୀକୃତ ଲୋକମାନେ। ଆମେ କୌଣସି ସ୍ଥାନରେ ଆରାଧନାଳୟ ବା ମଣ୍ଡଳୀ ଗୃହକୁ ଦେଖିଲେ ଆମେ ଚର୍ଚ୍ଚ ବୋଲି କହିଦେବୁ। ତାହା ଚର୍ଚ୍ଚ ନୁହେଁ, ତାହା ଗୋଟେ ଚର୍ଚ୍ଚ ବିଲ୍ଡିଂ ଅଟେ। କିନ୍ତୁ ଚର୍ଚ୍ଚ କହିଲେ ବାସ୍ତବରେ ପ୍ରଭୁଙ୍କ ନିମନ୍ତେ ପୃଥକୀକୃତ ଲୋକମାନଙ୍କୁ ବୁଝାଏ, ବିଶ୍ୱାସୀମାନଙ୍କୁ ବୁଝାଏ। ଆମ୍ଭେମାନେ ଚର୍ଚ୍ଚ ଅଟୁ। ଆଉ ଚର୍ଚ୍ଚ ବୋଲି କହିଲେ କ'ଣ? ପୃଥକୀକୃତ ଲୋକମାନେ। ଆଉ ପୃଥକ ହେବାର ଆଶୀର୍ବାଦ କ'ଣ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ଆପଣମାନେ ଯଦି 2 କରନ୍ଥୀୟକୁ ଆସିବେ, 2 କରନ୍ଥୀୟ 6 ଅଧ୍ୟାୟରେ 16 ଆଉ 17 ପଦ 18 ପଦ ଆମେ ପଢ଼ିବା।
ଲେଖାଯାଏ 16 ପଦରେ, 2 କରନ୍ଥୀୟ 6 ଅଧ୍ୟାୟ 16 ପଦରେ ଲେଖାଯାଏ, ପ୍ରତିମା ସହିତ ଈଶ୍ୱରଙ୍କ ମନ୍ଦିରର କି ସମ୍ବନ୍ଧ? କାରଣ ଆମ୍ଭେମାନେ ଜୀବିତ ଈଶ୍ୱରଙ୍କ ମନ୍ଦିର ଅଟୁ। ଯେପରି ଈଶ୍ୱର କହିଅଛନ୍ତି, ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା ଆଉ ସେମାନେ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା, ଆମ୍ଭେ ସେମାନଙ୍କ ଈଶ୍ୱର ହେବା ଆଉ ସେମାନେ ଆମର ଲୋକ ହେବେ। 17 ପଦରେ ଲେଖାଯାଏ, ଏଣୁ ପ୍ରଭୁ ଏହା କହନ୍ତି, ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ ଆଉ ପୃଥକ ହୁଅ ଆଉ ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ, ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା। 18 ପଦ, ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ପୁଣି ତୁମ୍ଭେମାନେ ଆମର ପୁତ୍ର କନ୍ୟା ହେବ, ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି। ପ୍ରଭୁଙ୍କ ନାମର ଗୌରବ। ପ୍ରିୟ ଭାଇ ଭଉଣୀମାନେ, ଏ ସ୍ଥାନରେ ପୃଥକୀକୃତ ଜୀବନ ବିଷୟରେ ଲେଖାଯାଏ। ସାଧୁ ପାଉଲ କରନ୍ତୀୟ ମଣ୍ଡଳୀ ନିକଟକୁ ସେ 2 ପତ୍ର ଲେଖୁ ସେହି ପ୍ରକାର କହନ୍ତି ଯେ ତୁମ୍ଭେ ପୃଥକ ହୁଅ, ସେମାନଙ୍କ ମଧ୍ୟରୁ ବାହାରି ଆସ। ଆଜି ଅନେକ ଭାଇ ଭଉଣୀମାନଙ୍କର କହିବାର ଉଦ୍ଦେଶ୍ୟ, ସେମାନଙ୍କର ଗୋଟିଏ ଭାବନା ଯେ ପ୍ରଭୁ ସମସ୍ତଙ୍କର, ଆମର ଯୀଶୁଖ୍ରୀଷ୍ଟ ସମସ୍ତଙ୍କର ପରମେଶ୍ୱର ଅଟନ୍ତି, ସମସ୍ତଙ୍କର ପ୍ରଭୁ ଅଟନ୍ତି। ପ୍ରିୟ ଭାଇ ଭଉଣୀମାନେ, ଆମେ ତାଙ୍କୁ ପ୍ରଭୁ ବୋଲି କହିବା କୌଣସି ପ୍ରକାର ଭୁଲ ନୁହେଁ, କିନ୍ତୁ ବାଇବେଲ କହେ ସେମାନଙ୍କର ପରମେଶ୍ୱର ଅଟନ୍ତି ଯେଉଁମାନେ ପୃଥକ ହେଇଛନ୍ତି। ଯୀଶୁଖ୍ରୀଷ୍ଟ ସମସ୍ତଙ୍କର ପରମେଶ୍ୱର ନୁହନ୍ତି। ଯେଉଁମାନେ ତାଙ୍କୁ ବିଶ୍ୱାସ କରି ପାପରୁ, ମନ୍ଦରୁ, ଅଭିଳାଷରୁ, ପରମ୍ପରାରୁ, ଜାଗତିକ ଆତ୍ମାଠାରୁ ଯେଉଁମାନେ ପୃଥକ ହୋଇଛନ୍ତି, ସେମାନଙ୍କର ପରମେଶ୍ୱର ସେ ଅଟନ୍ତି। ପ୍ରିୟ ଭାଇ ଭଉଣୀମାନେ, ଏହି ସ୍ଥାନରେ ଆପଣ 7 ଗୋଟି ଆଶୀର୍ବାଦ ଆପଣ ଦେଖିପାରିବେ। ଯଦି ଆପଣ ସେଇ 16 ପଦ, 17 ପଦ, 18 ପଦ ପଢିବେ, 7 ଗୋଟି ଆଶୀର୍ବାଦ ପ୍ରଭୁ ରଖିଛନ୍ତି। ଆଉ କେତେବେଳେ ଜଣେ ବ୍ୟକ୍ତି ଏହି 7 ଗୋଟି ଆଶୀର୍ବାଦ ପାଇବ? ଏହି 7ଟି ଆଶୀର୍ବାଦର ଅଂଶୀ ଜଣେ ବିଶ୍ୱାସୀ କେତେବେଳେ ହେବ? କେବଳ ଗୋଟିଏ କାମ କରିବାକୁ ପଡିବ, ତାହା ହେଉଛି ପୃଥକ ହେବା ପାଇଁ ପଡିବ। ଲେଖାଯାଏ, ପ୍ରଥମରେ 16 ପଦ ଲେଖାଯାଉଛି ଯେ ସେମାନଙ୍କ ମଧ୍ୟରେ ଆମେ ବାସ କରିବା। କି ବାସ କରିବେ? ପରମେଶ୍ୱର, ସ୍ୱର୍ଗର ପରମେଶ୍ୱର ଆପଣଙ୍କ ସହିତ ପରମେଶ୍ୱର ବାସ କଲେ ଆପଣଙ୍କୁ ଭଲ ଲାଗିବ ନା ଆପଣଙ୍କ ସହିତ ଆପଣଙ୍କର ବନ୍ଧୁ ବାନ୍ଧବ ଯେଉଁମାନେ କି ପାପରେ ଅଛନ୍ତି, ବନ୍ଧନରେ ଅଛନ୍ତି, ଯେଉଁମାନେ ଆଜି ଯାଇ ସେମାନେ ପରମ୍ପରାରୁ ମୁକ୍ତ ହେଇନାହାନ୍ତି, ଆପଣଙ୍କ ଘରେ କିଏ ରହିଲେ ଭଲ ଲାଗିବ? ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ନାମର ଗୌରବ। ଲେଖାଯାଏ, ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା। ପ୍ରଥମ ଆଶୀର୍ବାଦ। ଦ୍ୱିତୀୟ ଆଶୀର୍ବାଦ, ସେମାନଙ୍କ ମଧ୍ୟରେ ଭ୍ରମଣ କରିବା। ଆମ ସହିତ ସେ କଣ କରିବେ? ବୁଲିବେ, ଆମ ସଙ୍ଗରେ ରହିବେ। କିନ୍ତୁ କଣ୍ଡିସନ ହେଲା ଆମେ ପୃଥକ ହେବାର ଅଛି। ପୃଥକ ହେବାର ଅଛି। ପ୍ରିୟ ଭାଇ ଭଉଣୀମାନେ, ଆଜି ଅନେକ ଲୋକମାନେ ସେମାନେ ଟଙ୍କା ସହିତ ବୁଲିବା ପାଇଁ ପସନ୍ଦ କରନ୍ତି, କାର ଧରି ବୁଲିବା ପାଇଁ ପସନ୍ଦ କରନ୍ତି, ସୁରକ୍ଷା ଦେବା ପାଇଁ ସିକ୍ୟୁରିଟି ଗାର୍ଡ ଗୁଡ଼ିକ ଧରି ବୁଲିବା ପାଇଁ ପସନ୍ଦ କରନ୍ତି। ମାନେ ବାଇବେଲ କହେ ଆମେ ପୃଥକ ହେଲେ ପରମେଶ୍ୱର ଆମ ସହିତ ସେ ଭ୍ରମଣ କରିବେ, ଆମ ସହିତ ଗମନାଗମନ କରିବେ। ଦ୍ୱିତୀୟ ଆଶୀର୍ବାଦ। ତୃତୀୟ ଆଶୀର୍ବାଦ ହେଲା ଆମ୍ଭେ ସେମାନଙ୍କ ଈଶ୍ୱର ହେବା। ଚତୁର୍ଥ ଆଶୀର୍ବାଦ ହେଲା ସେମାନେ ଆମର ଲୋକ ହେବେ। ପ୍ରିୟ ଭାଇ ଭଉଣୀମାନେ, ଆପଣ କାହାର ଲୋକ ବୋଲି ଆପଣ ଗର୍ବ କରନ୍ତି? ଆପଣ ପରମେଶ୍ୱରଙ୍କ ଲୋକ ବୋଲି ଗର୍ବ କରନ୍ତି ନା ଆଉ କାହାର ଲୋକ ବୋଲି ଗର୍ବ କରନ୍ତି? ଅନେକ ସମୟରେ ଭାଇ ଭଉଣୀମାନେ ଥାଆନ୍ତି, ସେମାନେ ନିଜର ଖାନଦାନକୁ ନେଇ, ନିଜର ବଂଶକୁ ନେଇ, ନିଜର ଚାକିରି, ବିଭିନ୍ନ ବିଷୟରେ ସେମାନେ ଗର୍ବ କରନ୍ତି। କିନ୍ତୁ ଆପଣ ଈଶ୍ୱରଙ୍କର ଲୋକ ଅଟନ୍ତି କି? ଈଶ୍ୱର ଆପଣଙ୍କର ଲୋକ ଅଟନ୍ତି କି? ଏହା ହେଉଛି ସବୁଠାରୁ ଆଶୀର୍ବାଦ ଆଉ ସୌଭାଗ୍ୟର ବିଷୟ। ପ୍ରିୟ ଭାଇ ଭଉଣୀମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ସେ ଯଦି ଆମର ଲୋକ ହୁଅନ୍ତୁ, ଏହା ଯଦି ଆମେ ଇଚ୍ଛା କରୁ, ଆମକୁ କେବଳ ଗୋଟିଏ କାର୍ଯ୍ୟ କରିବାର ଆବଶ୍ୟକ ରହିଛି, ଗୋଟିଏ ବିଷୟ ଆମ ଜୀବନରେ କରିବାର ଆବଶ୍ୟକ ରହିଛି, ତାହା ହେଉଛି ପୃଥକୀକୃତ ଜୀବନ। ପୃଥକୀକୃତ ଜୀବନ। ଯଦି ଆପଣମାନେ ପଞ୍ଚମ ଆଶୀର୍ବାଦ ଦେଖିବେ, ଲେଖାଯାଏ ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା। କେତେବେଳେ ସେ ଗ୍ରହଣ କରିବେ? ବାହାରି ଆସିବାର, କୁଟୀର ବଂଶଠାରୁ ବାହାରି ଆସିବାର, ଆଉ ସେମାନଙ୍କର ପୃଥକ ହେବାର, ଆଉ ଅଶୁଚି ପଦାର୍ଥକୁ ଆମେ ସ୍ପର୍ଶ କରିବା ଉଚିତ ନୁହେଁ। ଏହା ବାଇବେଲ ଆମମାନଙ୍କୁ କହେ। ଏବଂ ଯଦି ଆପଣମାନେ ଷଷ୍ଠ ଆଶୀର୍ବାଦ ଦେଖିବେ, ଆମ୍ଭେ ତୁମ୍ଭମାନଙ୍କର ପିତା ହେବା। 18 ପଦରେ ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ସିଏ ଆମର ବାପା ହେବେ। ଏହା ବାଇବେଲ ଆମମାନଙ୍କୁ କହେ। ଆଉ ସପ୍ତମ ଆଶୀର୍ବାଦ ଲେଖାଯାଏ
ତୁମ୍ଭେ ମାନେ ଆମର ପୁତ୍ର କନ୍ୟା ହେବ। ଏହା କିଏ କହନ୍ତି? ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି। ତାହାଙ୍କ ନାମର ଗୌରବ ହଉ। ପ୍ରିୟ ଭାଇ ଭଉଣୀ ମାନେ, ପୃଥକ ହେବାର ଆଶୀର୍ବାଦ, ଆମେ ତାହାଙ୍କର ଲୋକ ହେଇଯିବୁ, ଆମେ ତାହାଙ୍କର ପରିବାରର ସଦସ୍ୟ ହେଇଯିବୁ, ଆଉ ସେ ଆମର ଈଶ୍ୱର ହେବେ, ଆମ ସହିତ ବାସ କରିବେ, ଆମ ସହିତ ଭ୍ରମଣ କରିବେ। ଆଜି ଅନେକ ଭାଇ ଭଉଣୀ ମାନେ ପୃଥକ ହେଇପାରି ନାହାନ୍ତି। ସେମାନେ ମଣ୍ଡଳୀରେ ଅଛନ୍ତି ସତ, ଆରାଧନା ଯାଉଛନ୍ତି, ଆରାଧନା କରୁଛନ୍ତି, ସେମାନେ ଗୀତ ଗାନ କରୁଛନ୍ତି, ବାକ୍ୟ ଶୁଣୁଛନ୍ତି ସତ କଥା, କିନ୍ତୁ ଆଜି ଯାଏ ସେମାନେ ପରମ୍ପରା ଛାଡ଼ି ନାହାନ୍ତି। ବିଭିନ୍ନ ପରମ୍ପରା ଗୁଡ଼ିକ ସେମାନେ ମାନନ୍ତି, କାରଣ ପୂର୍ବପୁରୁଷ ତାଙ୍କ ଲୋକମାନେ ଯେଉଁ ବିଧି ବିଧାନ ଗୁଡ଼ିକ କରୁଥିଲେ ସେସବୁ ବିଧି ବିଧାନକୁ ସେମାନେ ଛାଡ଼ି ନାହାନ୍ତି। ଯାହା ବାଇବେଲ ଅନୁମୋଦିତ ନୁହେଁ, ବାଇବେଲ ଯାହା ମାନଙ୍କୁ କହେ ନାହିଁ, ସେମାନେ ସେସବୁ ବିଷୟରେ ଲିପ୍ତ ଅଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ, ଆମେ ପରମ୍ପରାରୁ ପୃଥକ ହେବା, ମଦୁଆ, ଜୁଆରୀ, ବିଭିନ୍ନ ପ୍ରକାର ଖରାପ ଅଭ୍ୟାସରେ ଲିପ୍ତ ଲୋକମାନଙ୍କର ଆମେ ପୃଥକ ହେବା। ବାଇବେଲ କହେ ଯେ ପାପୀ ଗଣମାନଙ୍କ ମଧ୍ୟରେ ଗମନ କରେ ନାହିଁ, ଯେ ନିନ୍ଦୁକମାନଙ୍କ ସଭାରେ ବସେ ନାହିଁ, ସେହି ବ୍ୟକ୍ତି ଧନ୍ୟ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ, ଆମେ ପୃଥକ ହେବା, ଆଉ ଏହି ପୃଥକୀକୃତ ଲୋକମାନଙ୍କୁ ନେବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମେଘମାଳରେ ସେ ଆସୁଅଛନ୍ତି। ସେଥିପାଇଁ ଖ୍ରୀଷ୍ଟିଆନ ଜୀବନ ଗୋଟେ ପୃଥକୀକୃତ ଜୀବନ ଅଟେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଆଉ ପୃଥକୀକୃତ ଜୀବନ ବିତାଇବା ସହିତ ଏସବୁ ଆଶୀର୍ବାଦ ଆମ ଜୀବନରେ ଦେଇ ସେ ଗୌରବ ପାଆନ୍ତୁ। ପ୍ରଭୁ ଏହି ବାକ୍ୟ ଦେଇ ଆମ ପ୍ରତ୍ୟେକଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।